আয়ে রুদনাথ ভাবুছ কি পরাণ বন্ধু হে মুনু হে অঞ্জল আহে ভাবুছ কি ভাষা ভিরাম দক্ষিণা দাসিকু দিও পদে সাম দিও আহে দিন সম্ভব মোতে আপনার করি নিয় আহে মোতে আপনার সব পারি নাই কান্দার সদেই কৃষ্ণ কান দিও আহে দিন সম্ভব মোতে আপনার করি ସବୁ କାଢି ନେଇ କାଙ୍ଗାଳ ସଜେଇ ଦିଅ ସବୁ କଣ କାଢି ନେବେ କଥାରେ କହନ୍ତି 12 ଜାତି 13 ଗଲା ବୈଷ୍ଣବ ହେଲେ ସବୁ ଗଲା ଏଠି କରମଳା ଚନ୍ଦ୍ର କହିଲେ ସବୁ ଗଲା ମତେ ଯେ କରଇ ବିଶ୍ୱାସ ମୁଁ ତାର କରେ ସର୍ବନାଶ ମତେ ଯେ ବିଶ୍ୱାସ କରୁଛି ମୁଁ ତାର ସର୍ବନାଶ କରିଦିଏ ସର୍ବନାଶ କଣ କଲେ ବିଲବାଡି ଛଡେଇ ନେଲେ ଧାନ କାଟିକି ଆଣିଲେ ରି କଳି ଗଦାରେ ନିଆଁ ଲଗେଇ ଦେଲେ ଆଉ କଣ ସବୁ କାଢି ନେଲେ ସବୁ କିଏ ସେ ସର୍ବ କଣ ନା ଏଇ ସର୍ବନାଶ କରେ ଏଇ 6ଟି ଜିନିଷ ତାକୁ ଯେ ବିଶ୍ୱାସ କରିବ ମନରେ କାମନା ରହିବନି କ୍ରୋଧ ରହିବନି ମୋହ ରହିବନି ଲୋଭ ରହିବନି ମଦ ମାଶ୍ଚର୍ଯ୍ୟ କିଛି ରହିବନି ସବୁ ଯେତେବେଳେ ସମର୍ପିତ ହେବ ତାକୁ ସବୁ ସରିଗଲା ପରେ ପ୍ରଭୁ ଚିନ୍ତା କରନ୍ତି ସବୁ ତାର ନୁହଁ ସବୁ ମୋର ନୁହଁ ସବୁ ତୋର ଯେତେବେଳେ ହେ ପ୍ରଭୁ ସେ ଜିନିଷ ମୋର ନୁହଁ ମୁଁ ତତେ ସମର୍ପଣ କରିଦେଲି ମୁଁ ଆଉ ତାକୁ କାହିଁ ଗ୍ରହଣ କରିବି ସେଗୁଡାକ ତ ତୋର ମୋର ଗ୍ରହଣ କରିବା ଦରକାର ନାହିଁ ତେଣୁ ସେତିକି ବେଳେ ପ୍ରଭୁ ଜାଣିବେ ବାସ୍ତବିକ ମଣିଷ ଜନ୍ମଟିଏ ପାଇ ମାନବିକତା ରକ୍ଷା କରିଛି ତ୍ରିଗୁଣ ରଜୁ ହସ୍ତେ ଧରି ମୃଗୀନ ଚାଏ ନରହାରି ତ୍ରିଗୁଣର ଅଧିକାରୀ ତ୍ରିଗୁଣ ରଜୁକୁ ହାତରେ ଧରି ସତରଜତମ ତ୍ରିଗୁଣକୁ ପ୍ରଭୁ ଖେଳଉଛି ଆମକୁ କିନ୍ତୁ ଆମେ ଖେଳିବା ଭୁଲ ଖେଳି ପାରୁନେ ବୋଲି ଅବାଟରେ ପାଦ ଦଉଛେ ପ୍ରତିକୂଳଗାମୀ ହଉଛେ ପ୍ରତିକୂଳଗାମୀ ହେଲା ପରେ ଆମେ ଶକ୍ତ ଧକ୍କା ଖାଉଛେ ଯଦି ତା ଅନୁକୂଳ ହେବା ତାହେଲେ ଆମ ଜୀବନରେ ଦୁଃଖ ରହିବନି ତେଣୁ ସବୁ କରିବେ ଅହଙ୍କାରକୁ ତୁଟେଇ ଦେଇ ଯାହାକୁ ରାଧାନାଥ କହିଲେ ଇଚ୍ଛନ୍ତି ଦାମ୍ବିକ ହସ୍ତେ ଧରିବାକୁ ସମସ୍ତଙ୍କ ଭାଗ୍ୟ ଡୋରି ଜଣେ ଧରିଛି ସେ ତ୍ରିଗୁଣ ରଜୁ ଧରି ଆମକୁ ଖେଳଉଛି ଆମେ ଯଦି ଭାବିବା ବିଶ୍ୱକୁ ଖେଳେଇବା ତାହେଲେ ଆମେ ଅଡୁଆରେ ପଡିଗଲେ ତେଣୁ ଅଡୁଆରେ ପଡିବୁ କାହିଁକି ବେଳ ଥାଉ ଥାଉ ଛାଡିଦବୁନି କାହିଁକି ଆପଣ ମାନଙ୍କର ତ ବାଲିଆ କବି ଅଭିମନ୍ୟୁ ସାମନ୍ତ ସିଂହ ବିଦଗ୍ଧ ଚିନ୍ତାମଣି କହିଲେ ଈଶ୍ୱର ସ୍ୱତନ୍ତ୍ର ସ୍ୱୟଂ ଭଗବାନ ତୁହି ଇଚ୍ଛାମୟ ସର୍ବଶକ୍ତି ବଂଶ ତତ୍ତ୍ୱବିହି ଏ ଇଚ୍ଛାମୟ ତୁ ସର୍ବଶକ୍ତିମାନ ତୋ ଇଚ୍ଛାରେ ଜଗତ ଚାଲିଛି ତୋ ଇଚ୍ଛା ତୁ ଗଢିବୁ ଭାଙ୍ଗିବୁ ଭାଙ୍ଗିବା ଗଢିବା ନିୟମ ତୋର ମୁଁ ଯଦି ଭାବିବି ମୁଁ ଭାଙ୍ଗିବି ଗଢିବି ତାହେଲେ ମୁଁ ପାରିବିନି କାହିଁକି ଚନ୍ଦନେ ଉରଗ ନିବାସ ବୁଝିବାର ସିନା ବିଫଳ ପ୍ରୟାସ କାହିଁକି ଚନ୍ଦନ ଗଛରେ ସାପ ବାସ କରୁଛି ସେଇଟା ଯଦି ମୁଁ ବୁଝିବି ତାହେଲେ ଭୁଲ ହେଇଯିବନି ଚନ୍ଦନ ଗଛରେ ଏଡେ ସୁନ୍ଦର ବାସନା ଦେଲା ତା ଦେହରେ ଗୋଖର ସାଇଥିଲା ତୁ କାହିଁକି ସାଇତିଛୁ ତାକୁ କାହିଁକି ବାସନା ଦେଇଛୁ ସେଇଟା ତୁ ଜାଣିଛୁ ଆଖକୁ ମିଠା କଲୁ କାହିଁକି କଲରାକୁ ପିତା କଲୁ କାହିଁକି ସେଇଟା ତୋ ବିଧାନ ମୁଁ ଯଦି ଭାବିବି ତାହେଲେ ଭୁଲରେ ପଡିଯିବି ପ୍ରଭୁ ଏ ଗର୍ବ ଅହଙ୍କାର ଛାଡି ତା ପାଦ ତଳେ ଶରଣ ପଶିଲେ ମୋକ୍ଷ ପଦ ମିଳେ ଯଦି ସେତକ ନାହିଁ ତାହେଲେ ଅହଙ୍କାରର ବଶବର୍ତ୍ତୀ ହେଲେ ରାବଣ ଦୁର୍ଯ୍ୟୋଧନ ଭଳି ସବୁ ବିଭବ ଥିଲେ ମଧ୍ୟ ଆମେ ହତୋତ୍ସାହ ହବା ଅଧା ବାଟରେ ପ୍ରାଣ ଯିବ ଅଧା ବାଟରେ ପ୍ରାଣ ଯିବ କାହିଁକି ତାକୁ ବେଳ ଥାଉ ତ ହାତ ଟେକି ଦବନି କାହିଁକି ଯାଉ ସେ ବିଶ୍ୱନିୟନ୍ତା ଠାକୁର ପରମ ପିତା ଚିନ୍ତାମଣି ରଘୁକୁଳମଣି ପ୍ରଭୁ ରଘୁନାଥ ସେଇ ପ୍ରଭୁ ବିଶ୍ୱନିୟନ୍ତା ପରମ ପିତା ପ୍ରଭୁ ସତ୍ୟନାରାୟଣ
ଶ୍ଵେତବକ୍ତା ମାନଙ୍କର, ଆବାଳ ବୃଦ୍ଧ ବନିତା, ମାତୃସ୍ଥାନୀୟ ମା ମାଉସୀ, ସମଧର୍ମୀ ସମମର୍ମୀ ଯୁବବନ୍ଧୁ ମାନଙ୍କର, ପଡ଼ୋଶୀ ପଡ଼ୋଶୀ ଭାଇ ବନ୍ଧୁ ମାନଙ୍କର, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଏ ଅନୁଷ୍ଠାନର ଯଜମାନ ମହାଶୟଙ୍କର, ନବଜାତ ଶିଶୁର, ଗ୍ରାମର, ଦେଶର, ବିଶ୍ୱର କଲ୍ୟାଣ କରନ୍ତୁ। ସର୍ବେ ବୋଲ ଆନନ୍ଦ କବାର। ତୁମେ ଭାଗବତ, ତୁମେ ରାମାୟଣ, ତୁମେ ଗୀତାର ଅମୃତ ଉଚ୍ଚାରଣ, হে নারায়ণ, হে নারায়ণ। তুমে ভাগবত, তুমে রামায়ণ, তুমে ভাগবত, তুমে রামায়ণ, তুমে গীতার অমৃত উচ্চারণ, হে নারায়ণ, হে নারায়ণ, হে নারায়ণ, হে নারায়ণ। তুমে জগৎ, তুমে নারায়ণ, তুমে জগৎ, তুমে নারায়ণ, তুমে গীতার উচ্চারণ, হে নারায়ণ, হে নারায়ণ, হে নারায়ণ, হে নারায়ণ। তুমে অনাদি, তুমে অনন্ত, জগৎ তোমারি লীলা, জগৎ তোমারি লীলা। লীলাময় প্রভু আহে অন্তর্যামী, অন্তরে তোমাকে অন্তরে তোমাকে সকল ঘটনে প্রাণ তুমে প্রভু, 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 জগৎ করি পরিত্রাণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ। ক্ষীরসাগরে অনন্ত কোলারে প্রভু তোমারি দাস, প্রভু তোমারি দাস। জগৎ উদ্ধার পাইকি প্রভু হে, নররূপে পরতাপ, নররূপে পরতাপ। বুড়ো ঘরে তুমে, 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 জগৎ তোমারি পরিত্রাণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ। তুমে ভাগবত, তুমে রামায়ণ, তুমে ভাগবত, তুমে রামায়ণ, তুমে জগৎ, তুমে নারায়ণ, তুমে জগৎ, তুমে নারায়ণ, তুমে গীতার অমৃত উচ্চারণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ, হে নারায়ণ।
হে নারায়ণ। শুন সর্ববিরাদরে পীরর কালাম নিয়ত হাসিল হয়ে প্রভু ফতে হুয়ে কাম পিয়ারা পিয়ারা ভাই বল সর্বজন সত্য পীর সাহেবর মহিমা বর্ণন জগন্নাথ বলি প্রভু কি মনি ঠাকুর কলি যুগে করামত করিছে জাহির মকাউ শহরে কুন্ত পাচার রাজন উজির বলিল তাঙ্ক মন্ত্রীঙ্কর নাম সাহাবজাদি বলি কন্যা অতি অলি অলি রাজা রানী করছে হুয়ে কই দুলালি দিনে সাহাবজাদি গলা পরা গঙ্গার কিনারে সখী সহচরী মানে সঙ্গে যাইছিলে বারে 7 বরষর ঝিଅ ହେଲା গর্ভবাସ এ কথাটি রাজা পরা আଜି জানিলে অবশ্য নজর বন্দিরে তাକୁ ଯେତେବେଳେ ନେଇ ରଖିଦେଲେ ଆଶ୍ଚର୍ଯ୍ୟ ଘଟଣା 10 ବର୍ଷ 10 ଦିନ ଅଣ୍ଟିଲା ଘଟିଲେ ଫୁଲ ପଡି ଅଛି ମାତ୍ର ଫଳ ଦେଖା ନାହିଁ କୁଆରାବ କରି କୁଆଡେ ଯାଇଛି ଉଭେଇ ଯେତେବେଳେ ଜାଣିଦେଲେ ରାଜର ପାପିନୀ ପାପ ଗର୍ଭ ଥିଲା ଜାଣି ଶୁଣି ଛୁଆକୁ ପାପିନୀ ଆଜି ଖାଇଦେଲା ହାତ ଗୋଡ ବାନ୍ଧି ଜଙ୍ଗଲରେ ତାକୁ ଛାଡି ଦିଅ ବାଘ ଭାଲୁ କବଳରେ ନେଇ ତାକୁ ପକାଇ ଦିଅ ଆସମାନେ ଥାଇ ପ୍ରଭୁ ସତ୍ୟନାରାୟଣ ବିଚାରିଲେ ବଞ୍ଚାଇବି ମୁଁ ମାର ଜୀବନ ବିଶ୍ୱକର୍ମାକୁ ସଙ୍ଗେ ସଙ୍ଗେ ପରା ନିର୍ଦ୍ଦେଶ ସେ ଦେଇ ସୁନ୍ଦର ପ୍ରସାଦ ଗୋଟିଏ ପ୍ରଭୁ ନିର୍ମାଣ ଦିନ ପରେ ଦିନ କେତେ ରାତି ବିତି ଗଲା କୁକୁଡ଼ି ଖେଳରେ ଦାମ ସୁଦାମକୁ ମାରିଦେଲେ ଭଲା ସେନା ସୈନ୍ୟ ଧରି ପଛେ ପଛେ ରାଜା ଗୋଡାଇଲେ ଜଙ୍ଗଲ ଭିତରେ ଘର ଦେଖି ରାଜା ରାଗି ଗଲେ ସଙ୍ଗେ ସଙ୍ଗେ ସେନା ସୈନ୍ୟ ମାନଙ୍କୁ ନିର୍ଦ୍ଦେଶ ସେ ଦେଇ ଘର ଭାଙ୍ଗି ପିଲାଟିକୁ ଆଣିବାର ପାଇଁ ପ୍ରଭୁଙ୍କର ମାୟାରେ ଶହ ଶହ ବାଘ ହେଲେ ତନେ ସେନା ସମସ୍ତଙ୍କୁ ଗୋଡାଇ ଖାଇଲେ ଆଉ ରାଜନ ବୋଇଲେ ପ୍ରଭୁ ଆହେ ନାରାୟଣ କରିଅଛି ଅପରାଧ ପ୍ରଭୁ ଅପଜ୍ଞାନ ଜ୍ଞାନ ଫକୀର ରୂପରେ ଆସି ସତ୍ୟନାରାୟଣ ବିଚାରିଲେ ବଞ୍ଚାଇବି ମୁଁ ରାଜାର ଜୀବନ ବୋଇଲେ ହୋ ନାରାୟଣ ତୁମେ ନାରାୟଣ ଦ୍ରୋହୀ ସେଥିପାଇଁ ସେନା ସୈନ୍ୟ ସମସ୍ତଙ୍କୁ ବାଘ ଗଲେ ଖାଇ ଯେବେ 16 ପାଲା ତୁମେ ଯୋଗାଡ଼ କରିବ ସେନା ସୈନ୍ୟ ଝିଅ ନାତି ସମସ୍ତଙ୍କୁ ପାଇବ 16 ପାଲା ଦେବା ପାଇଁ ନୃପତି ରାଜି ହେଲେ ନାରାୟଣ ପୂଜିବାକୁ ବ୍ରାହ୍ମଣ ଡାକିଲେ ନୂତନ ହାଣ୍ଡିଟେ ରଖି ମିଠେଇ ଶିରିଣି ଆନନ୍ଦ ମନରେ ପୂଜା କଲେ ଦି ଜମଣି ପ୍ରସାଦ ବାଣ୍ଟି ନ ଖାଇଲେ ଯେ ଜଣେ ଜଣେ ଦେଖି ଆନନ୍ଦ ହୋଇଲେ ପ୍ରଭୁ ମନେ ମନେ ଆସିବେ।